ଯାହା ସହିତ ଯାହା କଥା ହଉଛି ପରେ ପୁଣି ଭୁଲି ଯାଉଛି ଯେ କଣ କଥା ହେଇଛି। ଆଉ ବାହାଘର 2007ରେ ହେଇଥିଲା, 2019 ବେଳକୁ ଅଲଗା ହେଇଗଲୁ। ତାପରେ ମୁଁ କଣ ହେଲା? ଅଲଗା ହେଇଗଲି ମୋ ହଁ। ସ୍ୱାମୀଙ୍କୁ, ଯାହାଙ୍କୁ ବାହା ହେଇଥିଲି। 2020 ପରେ ସବୁବେଳେ ଅଶାନ୍ତିରେ ଅଛି। ଦୁଲେଶ୍ଵରୀ ଦେବୀ, ଆପଣଙ୍କ ପେଟରେ ତନ୍ତ୍ରକ୍ରିୟା ଅଛି ତଥା ଆପଣଙ୍କର ପ୍ରଗତି ମଧ୍ୟ କରେଇ ଦେଉନାହିଁ। ଏହି ତନ୍ତ୍ର ପ୍ରତିବନ୍ଧକ ହେଉଛି। ଏହି ତନ୍ତ୍ର ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କ ଶରୀରରେ ପୀଡ଼ା ମଧ୍ୟ ଦେଉଛି। ଗର୍ଭଧାନୀରେ ଯନ୍ତ୍ରଣା ଏବଂ ଚର୍ବିର ଗାତ ମଧ୍ୟ କରିଦିଆଯାଇଛି ତଥା ଶରୀରରେ ପୀଡ଼ା ରହୁଛି, ବିନ୍ଧାବିନ୍ଧି ହେଉଛି ଏବଂ କିଡନୀରେ ଆପଣଙ୍କର ଷ୍ଟୋନ୍ କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। ଆପଣ ଠିକ୍ ସମୟରେ ଆସିଛନ୍ତି। ଏବେ ସେହି ତନ୍ତ୍ର ସମାଧାନ ହେଇଯିବ। ତାର ଆଜ୍ଞା ଆପଣଙ୍କ ଗୁରୁଜୀ। ଉପରେ ତନ୍ତ୍ର କରିଦିଆଯାଇଛି। ପ୍ରେତ ଆପଣଙ୍କ ଉପରେ ବାଧା ଦେଉଛି ଏବଂ ସେ ହିଁ ଆପଣଙ୍କୁ ପୀଡ଼ା ଦେଉଛି। ସମସ୍ତ ପ୍ରକାର କଷ୍ଟ ମଧ୍ୟ ସେ ହିଁ ଦେଉଛି। ଶରୀରରେ ଯାହା ମଧ୍ୟ ପୀଡ଼ା ହେଉଛି, ଆଜ୍ଞା ଆପଣଙ୍କର ଗୁରୁଜୀ। କାମନା ଅଛି ଯେ ଏହି ତନ୍ତ୍ର ରୋଗରୁ ମୁକ୍ତି ମିଳୁ, ସୁଖ ସମୃଦ୍ଧି ବଢୁ ଆପଣଙ୍କର। ସତ କଥା ଗୁରୁଜୀ। ସତ୍ୟ ଏହା। ଆଜ୍ଞା।